ପୂର୍ବପରି ଯେମିତି କାର୍ ଚାଲୁଥିଲା ଏଇନା ବି ଚାଲିଛି। ମୁଁ ଏଇନା କ୍ୟାପିଟାଲ ହସ୍ପିଟାଲ ଆଉଛି, ମୁଁ ଏଇନା ଏମ୍ସରେ ଆଉଛି। ଯେମିତି କାର୍ ଚାଲିଥିଲା ସେମିତି ଚାଲିଛି। ଲୋକ ଟ୍ରିଟମେଣ୍ଟ ହେଉଛନ୍ତି। ମିଥ୍ୟା ପ୍ରଚାର ଚାଲିଛି। କାର୍ଡ଼ ଥାଇକିରି ଫେରେଇ ଦେଉଛନ୍ତି ରୋଗୀଙ୍କି। ଏଗୁଡ଼ା କଞ୍ଚା ମିଛ, ଏଗୁଡ଼ା ଧୂଆଁ ବାଣ। ଗୋଟେ ଖାଲି ନିନ୍ଦା କରିବା କଥା। ଲୋକେ ଠିକ୍ ଟ୍ରିଟମେଣ୍ଟ ହେଉଛନ୍ତି, ଠିକ୍ କାର୍ଡ଼ କାମ ଦେଉଛି, ଠିକ୍ ଭାବେ ଚାଲିଛି। ଏଗୁଡ଼ା ମିଛ କଥା ଗୁଡ଼ାକ, ଏଗୁଡ଼ା ଫାଲତୁ କଥା। ସେମାନେ କେବେ ଡାକ୍ତରଖାନା ଯାଆନ୍ତିନି, କେବେ ରୋଗୀ ସେବା କରିନାହାନ୍ତି। ଆମର ରୋଗୀ ସେବା ହେଲା ବ୍ରତ। ସକାଳୁ ଉଠିଲେ ଆଗ ରୋଗୀ ସେବା କରୁ ଆମେ। ମୋର ଏକ୍ସପିରିଏନ୍ସ 60 ବର୍ଷର ଅଭିଜ୍ଞତା। ତେଣୁ ଏଇଟା ଟୋଟାଲ ଫଲ୍ସ। କାର୍ଡ଼ ଠିକ୍ ଚାଲିଛି, ରୋଗୀ ସେବା ଠିକ୍ ଚାଲିଛି। ଆଜି ମହାଶିବ ମାନେ ସାବିତ୍ରୀ ପର୍ବ, ଚମତ୍କାର। ସ୍ତ୍ରୀ ଲୋକମାନେ ମନ୍ଦିରରେ ଯାଇ ଭିଡ଼ ସକାଳୁ ପୂଜା ଅର୍ଚ୍ଚନା କରୁଛନ୍ତି ସ୍ୱାମୀମାନଙ୍କ ପାଇଁ। ସ୍ୱାମୀମାନେ ମଧ୍ୟ ସ୍ତ୍ରୀମାନଙ୍କ ପାଇଁ ମୁଁ ଦେଖିଲି ନୂତନ ବସ୍ତ୍ର, ନୂତନ କାଚ, ଫଳମୂଳ, ନାନାଦି ପ୍ରକାର ଆମ୍ବ, ପଣସ, ସେପ୍ଟା, କେନ୍ଦୁ, ତାଳ, ନଡ଼ିଆ, କଦଳୀ ସବୁ ଯୋଗେଇଛନ୍ତି। ପୂଜା ଚାଲିଛି ଆନନ୍ଦ ଉଲ୍ଲାସରେ। ସ୍ତ୍ରୀ ଲୋକମାନେ ସ୍ୱାମୀର ପୂଜା କରୁଛନ୍ତି। ସ୍ତ୍ରୀ ସକାଳୁ ଆମର ପୂଜା ସରିଛି। ତମ ଭାଉଜ ଆଣି ପୂଜା ମୁଣ୍ଡିଆ ମାରି ପୂଜା ସାରି ଆଶୀର୍ବାଦ ନେଇ ଯାଇଛନ୍ତି। ସେ ଆମର 70 ବର୍ଷ ହେଲାଣି ଚାଲିଛି, କିଛି ଅସୁବିଧା ନାହିଁ। ଆରେ ବାବୁ, ମେଜରିଟି ତାଙ୍କର ଆସିଛି, ସର୍ଟ ଅଛି। ଚାରି ପ୍ରକାର ଚର୍ଚ୍ଚା ଚାଲିଛି। କିଏ କହୁଛି ଧର୍ମେନ୍ଦ୍ର ପ୍ରଧାନ ହେବା ଉଚିତ, କିଏ କହୁଛି ବାହାରେ ଜଣେ IPS ଅଫିସର ଅଛନ୍ତି ଗିରିଶ ମୁର୍ମୁ, ତାକୁ ଅଣାଯାଉ। ଏମିତି ନାନାଦି ଚର୍ଚ୍ଚା ଚାଲିଛି। ନରେନ୍ଦ୍ର ମୋଦି ଯାହାକୁ ଫାଇନାଲ କରିବେ, ଯେହେତୁ ମେଜରିଟି ତାଙ୍କ ଦଳ ଆସିଛି, ଅନ୍ୟ ସହିତ କୋଆଲିସନ୍ କରିବେ। ଏପରିକି ବି ବିଜେଡ଼ି ସହିତ କୋଆଲିସନ୍ କରିବା ପାଇଁ ତାଙ୍କର ଚାଲିଛି ଆଲୋଚନା ଦିଲ୍ଲୀରେ। ଫେର ନବୀନ ବାବୁ ମୁଖ୍ୟମନ୍ତ୍ରୀ ହେଇପାରନ୍ତି, ବିଜେପି ତାକୁ ସାହାଯ୍ୟ କରେ, ଏ ଚର୍ଚ୍ଚା ବି ଚାଲିଛି। ନବୀନ ବାବୁ ତାଙ୍କୁ ସମର୍ଥନ କରିବେ, ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ହେବେ, ଏ ଚର୍ଚ୍ଚା ବି ଚାଲିଛି। ବାହାର ଲୋକଙ୍କୁ ନେଇ କରିବେ ବୋଲି ଚର୍ଚ୍ଚା ଚାଲିଛି, ତର୍ଜମା ଚାଲିଛି, ମନ୍ଥନ ଚାଲିଛି। ଲାଷ୍ଟ ଫାଇନାଲ କରିବେ ନରେନ୍ଦ୍ର ମୋଦି। ଯାହାକୁ ଫାଇନାଲ କରିବେ, ଯେହେତୁ ମେଜରିଟି ସେ ଅଛନ୍ତି, ମୁଖ୍ୟମନ୍ତ୍ରୀ ହେବେ, ଚଲେଇବେ। ଏବଂ ଯିଏ ମୁଖ୍ୟମନ୍ତ୍ରୀ ହେବେ ଆମେ ଅଭିନନ୍ଦନ। ଲୋକଙ୍କ ମତକୁ ଆମେ ଅଭିନନ୍ଦନ ଜଣାଇ ସାରିଛୁ, ଏଇନା ବି ଜଣାଉଛୁ। ଲୋକ ଯେହେତୁ ତାଙ୍କୁ ମେଜରିଟି MLA ଜିତେଇଛନ୍ତି ବିଜେପି କି, ସେ ତାଙ୍କର ଯାହାକୁ ମୁଖ୍ୟମନ୍ତ୍ରୀ କରିବେ ତାକୁ ଆମେ ଅଭିନନ୍ଦନ ଜଣାଇବୁ। ଏବଂ ଲୋକଙ୍କ ପ୍ରୋବ୍ଲେମ୍ ଯେ ମୁଖ୍ୟମନ୍ତ୍ରୀ ହେବ ତା ପାଖକୁ ଯିବୁ, ଲୋକଙ୍କ ପ୍ରୋବ୍ଲେମ୍ ସଲ୍ଭ କରିବା ପାଇଁ। ଯେ ମନ୍ତ୍ରୀ ହେବେ ତାଙ୍କ ପାଖକୁ ଯିବୁ, ଯେ ଚିଫ୍ ସେକ୍ରେଟାରୀ ସବୁ ହେବେ ତାଙ୍କ ପାଖକୁ ଯିବୁ, ଲୋକଙ୍କର ଅଭାବ ଅସୁବିଧା ପ୍ରୋବ୍ଲେମ୍ ସମାଧାନ କରିବା ପାଇଁ। ପ୍ରକୃତରେ ଭୁଲି ପାରିବେନି। ଯୁବ ସମାଜ ତାକୁ ଭାରି ଆନ୍ତରିକ ଗ୍ରହଣ କରିଛନ୍ତି, କାରଣ ସେ ସେଭଳିଆ କରାପ୍ଟ ଚିଫ୍ ମିନିଷ୍ଟର ନୁହଁ। ଓଡ଼ିଶା ବିକାଶରେ ତାର ଦାନ ଅତୁଳନୀୟ। ଜଣେ A ଗ୍ରେଡ୍ ମୁଖ୍ୟମନ୍ତ୍ରୀ। ମୋର ତ 50-60 ବର୍ଷର ଅଭିଜ୍ଞତା। ଜଣେ ଦକ୍ଷ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକ ଥିଲେ, ପ୍ରଥମେ ଥିଲେ ହରେକୃଷ୍ଣ ମହତାବ, ଦ୍ୱିତୀୟ ହେଲେ ନଦିନୀ ଶତପଥୀ, ତୃତୀୟ ହେଲେ ବିଜୁ ପଟ୍ଟନାୟକ, ଚତୁର୍ଥ ହେଲେ ଜାନକୀ ପଟ୍ଟନାୟକ, ପଞ୍ଚମ ହେଲେ ନବୀନ ପଟ୍ଟନାୟକ, ଜଣେ ଦକ୍ଷ ମୁଖ୍ୟମନ୍ତ୍ରୀ। 25 ବର୍ଷ ରହିଗଲେ, ପରିବର୍ତ୍ତନ ଗୋଟେ ଚାହିଁଲେ। 25 ଲଙ୍ଗ୍ ଟାଇମ୍ ରହିଗଲେ, ଲୋକ ଟିକେ ମଝିରେ ମଝିରେ ଚାହାନ୍ତି ଚେଞ୍ଜ, ତେଣୁ ଚେଞ୍ଜ କରିଛନ୍ତି। ଏଗୁଡ଼ା ବେକାର କଥା ଗୁଡ଼ା। ପାଣ୍ଡିଆନ ଯେତେ ଓଡ଼ିଶାର ବିକାଶ କରିଛି, ଆଗରୁ କୌଣସି IAS ଅଫିସର ରାଜ୍ୟରେ ଏମିତି ବିକାଶ କରିନଥିଲେ। ଉଦାହରଣ ଆସ ଦେଖ, ବରମୁଣ୍ଡା ବସଷ୍ଟାଣ୍ଡ, କଳିଙ୍ଗ ଷ୍ଟାଡିୟମ୍, ଆଜି ରାସ୍ତାଘାଟ, କ୍ୟାପିଟାଲ ହସ୍ପିଟାଲ, ଓଲ୍ଡ ଟାଉନ୍ ଲିଙ୍ଗରାଜଙ୍କର ସୌନ୍ଦର୍ଯ୍ୟକରଣ ମନ୍ଦିରର, ଏ ସବୁ କାମ ପାଇଁ ପାଣ୍ଡିଆନ, ନବୀନ ପଟ୍ଟନାୟକ ଅତୁଳନୀୟ ଭୂମିକା ତାଙ୍କର ଅଛି। ତାଙ୍କୁ ସମସ୍ତେ ମନେ ରଖିବେ। ବିଜେଡିର ସବୁ ସୋସିଆଲ ମିଡିଆ ପେଜରୁ ତାଙ୍କ ଫଟୋ କାଲିଠୁ ହଟା ହେଇଗଲାଣି। କାହାର ହଟିଯାଉ, କ'ଣ ବାସିଗଲା ଏଇଠୁ? କ'ଣ ସେବା କଲେ ଲୋକଙ୍କୁ?
सेवा से तमें तो हटई दब तो मीडिया वाला हटई दब भासीजीव से काली विधायक मानकर मीटिंग थिला नवीन निवास रे किंतु पांड्यानकर उपस्थिति नथिला हाँ मना थिला तांको नवीन नवीन को निजे थिले उपस्थित हाँ नवीन को डाकी परा आज भी डाकी काली डाकी सब एमएलए को ता भीतर को मन सेगुड़ा बेकार कथा पांड्यान जाइछन्ति दिल्ली मीटिंग परे पांड्यान आसिले एवं धीर के लुचि की फसिले कोन पे हाँ पस्थिबे पांड्यान ताक काम कर जेहेतु लोककर गोटे टेंशन मनटा खराब गवर्नमेंटा कोलाप्स कर जाइछि हारी जाइछि तेणु समस्त पांड्यान होउछन्ति मो मतरे पांड्यान सेमिति किसी दोष करना बरं राज्यर विकास करिसेंति 25 वर्ष रहीगला परे लोक टिके चेंज चाहिए जदि एमाने भल करिवे कंटिन्यू करिवे जदि एमाने बीजेपी वाला न करिवे फेर आसबे नवीन पट्टनायक फेर आसबो कांग्रेस एना सर्वभारतीय स्तर में कांग्रेस बढ़िया डेभलप करछि जदि ये बोझे नारी अभिशाप कहीं नारी क्या नवीन पट्टनायक को नारी को हाथ मारी अभिशाप होगुराक कौटी क्या माँ गोटे कौटी भूल से नारी समाज हाँ से चा पीवा ना कि कथा